ଯୁକ୍ତ 2 ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ ପ୍ରଥମ ଦିନରେ କେତେ ପିଲା ଆବେଦନ କଲେ? ତ ଦେଖନ୍ତୁ ଖବରକାଗଜରେ କ'ଣ ଅପଡେଟ୍ ରହିଛି ନା ପ୍ରଥମ ଦିନରେ ଆବେଦନ କଲେ 22,000 ପିଲା। ଅର୍ଥାତ୍ ପ୍ରଥମେ ଯେଉଁ 7 ଜୁନ୍ ଥିଲା 7 ଜୁନ୍ରେ କେତେ ପିଲା ଆବେଦନ କରିଛନ୍ତି ନା 22,000। +2 ଫାର୍ଷ୍ଟ ଇୟର ଆଡ଼ମିସନ୍ ପାଇଁ ଯେଉଁ ଅନଲାଇନ୍ ପ୍ରକ୍ରିୟା ଚାଲିଛି ତ ପ୍ରଥମ ଦିନରେ ଆପ୍ଲାଏ କରିଛନ୍ତି 22,000। ଜୁଲାଇ 18 ତାରିଖରେ ଫାର୍ଷ୍ଟ ସିଲେକ୍ସନ୍ ଆସିବ, 22 ଯାଏଁ ଆଡ଼ମିସନ୍ ଚାଲିବ। ଅଗଷ୍ଟ 1ରେ ପାଠପଢ଼ା ଆରମ୍ଭ ହେଉଛି, ଆଉ ଦ୍ୱିତୀୟ ଚୟନ ତାରିଖ ଅଗଷ୍ଟ 7ରୁ ସ୍ପଟ୍ ନାମଲେଖା। ତ ଡିଟେଲ୍ସ ଦେଖନ୍ତୁ କେତେ ପିଲା ଆବେଦନ କରିଛନ୍ତି, କେତେ ପିଲା ଫି ଡିପୋଜିଟ୍ ମଧ୍ୟ ଦେଇଛନ୍ତି। ତ ଆରମ୍ଭ ହେଲା ଯୁକ୍ତ 2 ନାମଲେଖା ଆବେଦନ। ସାମ୍ସ ୱେବସାଇଟ୍ରୁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 6 ତାରିଖ ପର୍ଯ୍ୟନ୍ତ ଆବେଦନର ସୁଯୋଗ ମିଳିବ। ରାଜ୍ୟରେ 2204 ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖା ହେବ। ଆଜି 31,516 ଜଣ ପଞ୍ଜୀକରଣ କରିଛନ୍ତି। କେତେ? 31,516। ମାତ୍ର 21,924 ଜଣ ନାମଲେଖା ପାଇଁ ଅନଲାଇନ୍ ଆବେଦନ କରିଛନ୍ତି। ଦେଖ ଗୋଟେ ରେଜିଷ୍ଟ୍ରେସନ୍ ପ୍ରୋସେସ୍ ରହୁଛି, ତାପରେ ଆପ୍ଲାଏ ରହୁଛି, ତାପରେ ଫି ଡିପୋଜିଟ୍। ତ 31,000 ରେଜିଷ୍ଟ୍ରେସନ୍ କରିଦେଇଛନ୍ତି, ମାତ୍ର 22,000 ଜଣ ଆଡ଼ମିସନ୍ ପାଇଁ ଆପ୍ଲାଏ କରିଛନ୍ତି। ଏଥିରୁ 21,718 ଜଣ ଫି ମଧ୍ୟ ଦାଖଲ କରିଛନ୍ତି। ତ ପାଖାପାଖି 22,000 ପିଲା ଆପ୍ଲାଏ କରିବା ସହିତ ଫି ମଧ୍ୟ ଡିପୋଜିଟ୍ କରିଛନ୍ତି। ଶୁକ୍ରବାର ସକାଳ 11ଟାରୁ ଯେଉଁ ଯୁକ୍ତ 2 ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଜୁଲାଇ 6 ତାରିଖ ଯାଏଁ ଆବେଦନର ସୁଯୋଗ ରହିବ। ଜୁଲାଇ 18ରେ ପ୍ରଥମ ଚୟନ ବା ଫାର୍ଷ୍ଟ ସିଲେକ୍ସନ୍ ଆସିବ। ଫାର୍ଷ୍ଟ ସିଲେକ୍ସନ୍ ଆସିଲା ପରେ ଯାହାର ଯେଉଁଠି ଆସିବ ଆଡ଼ମିସନ୍ କରିପାରିବେ। ସେଭଳି ଅଗଷ୍ଟ 1ରୁ ପାଠପଢ଼ା ଆରମ୍ଭ ହେବ। ତ ଏତିକି ଥିଲା ଇନଫର୍ମେସନ୍। ତ ଡିଟେଲ୍ସ ପଢ଼ିବାର କିଛି ଆବଶ୍ୟକତା ନାହିଁ, ଆଗରୁ ସବୁ ଇନଫର୍ମେସନ୍ ଦେଇଛେ। କେବଳ କେତେ ପିଲା ଆବେଦନ କଲେ, କେତେ ଫି ଡିପୋଜିଟ୍ କଲେ ଆମେ ଇନଫର୍ମେସନ୍ ପାଇଗଲେ। ଓକେ, ଥ୍ୟାଙ୍କ ୟୁ।